ମୋ ମତରେ ଆଜିର ଦୁନିଆରେ ମଣିଷମାନେ ଶାନ୍ତି ଛଡ଼ା ସୁଖ ପଛରେ ବେଶୀ ଧାଇଁଛନ୍ତି। ସୁଖ ଶାନ୍ତି ଯେତେବେଳେ ପୁରୁଣା ଦିନରେ ଗୋଟେ କଥା ଥିଲା, ସୁଖ ଶାନ୍ତି ପରିବାର ଭିତରେ ଥିଲା। ଅତ୍ୟାବଶ୍ୟକୀୟ ଜିନିଷ ଅପେକ୍ଷା ଅନ୍ୟ କିଛି ଯାହା ମିଳିଯାଉଥିଲା ତାହାକୁ ହିଁ ସୁଖ କୁହାଯାଉଥିଲା। କିନ୍ତୁ ଆଜିର ଦୁନିଆରେ ବେଶ ଆରାମଦାୟକ ଜୀବନ ଏବଂ ଜୀବନଚର୍ଯ୍ୟାରେ ବେଶ ପରିବର୍ତ୍ତନ, ବହୁତ କଷ୍ଟଲି ସାମଗ୍ରୀ ଧରିବା ବା କଷ୍ଟଲି ସାମଗ୍ରୀ କିଣିବା, ଏହା ହିଁ ବୋଧେ ଗୋଟେ ସୁଖ ବୋଲି ମାନେ ପରିଗଣିତ କରାଯାଉଛି ବା ଗଣନା କରାଯାଉଛି। କିନ୍ତୁ ଶାନ୍ତି କେଉଁଠି ନା କେଉଁଠି ହଜିଯାଇଛି। ସୁଖ ପଛରେ ଦୌଡ଼ି ଦୌଡ଼ି ମଣିଷ ଏତେ ହାଲିଆ ହୋଇଗଲାଣି ଯେ ଶାନ୍ତି କେଉଁଠି ପଛରେ ପଡ଼ିଯାଇଛି। ସୁଖ ଶାନ୍ତି ପରିବାର ପାଖରୁ ମିଳେ, କୌଣସି ସାମଗ୍ରୀ ପାଖରୁ ମିଳେନି। ଏ କଥା ଆଜି ମଣିଷ ଭୁଲି ଯାଇଛି। କାହିଁକି ନା ମଣିଷ ବୋଧେ ଟିକେ ବେଶୀ ସ୍ୱାର୍ଥପର ହୋଇଯାଇଛି, କିମ୍ବା ମଣିଷ ବୋଧେ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ଅଣନିଶ୍ୱାସୀ ହୋଇ କେଉଁ ଏକ ମାୟା ମରିଚିକା ପଛରେ ଦୌଡ଼ୁଛି। ଏଇ ତ ଜୀବନର କଥା।